ସମସ୍ତେ ଧରିକି ଆସି ସାରିବେଣି ନନଭେଜ୍। କାଲି ଯେହେତୁ ଛାଡ଼ ଖାଇଥିଲା, ଗୁରୁବାର ପଡ଼ିଯାଇଥିଲା, କେହି ବି ଖାଇନାହାନ୍ତି। ଆଜି ସମସ୍ତେ ପାଳନ କରୁଥିବେ ଛାଡ଼ ଖାଇ। ତ ଛାଡ଼ ଖାଇରେ ସମସ୍ତେ କି ମଟନ୍ କି ଚିକେନ୍ ମାଛ ସମସ୍ତଙ୍କ ଘରେ ଆଜି ଆସି ସାରିବଣି। ତ ମୁଁ ବି ଧରିକି ପଳେଇ ଆସିଥିଲି ମାଛ। ତ ହଜବେଣ୍ଡ କହୁଥିଲେ ମଟନ୍ ନେଇକି ଯିବା, କାହିଁକି ନା ଝିଅ ମୋର ଖାଏନି ମାଛ ଅଣ୍ଡା ହେଲେ ସେତେ ଖାଏନି, ସେଥିପାଇଁ ହଜବେଣ୍ଡ ଭାବିଲେ ମଟନ୍ ନେଇଯିବା। ମୁଁ କହିଲି ନାଇଁ, ଛାଡ଼ ଖାଇରେ ମାଛ ଖାଇଲେ ଭଲ, ତ ମାଛ ଧରିକି ପଳେଇ ଯିବା। ଗାର୍ଗି ଖାଲି ମାଛର ମୁଣ୍ଡ ଖାଇବ, ଆଉ ସେ କିଛି ବି ଖାଇବନି। ତ ସେଥିପାଇଁ ହଜବେଣ୍ଡ ମନା କରୁଥିଲେ। ମୁଁ କହିଲି ନାଇଁ, ମୁଁ ତାକୁ ଖୁଆଇଦେବି, ତ ଖୁଆଇଦେଲେ ସେ ଖାଇବ ଆରାମସେ। ତ ମୁଁ ଏଠି ଆସିକି ଜଲ୍ଦି ଜଲ୍ଦି ସବୁ ରୋଷେଇବାସ ଷ୍ଟାର୍ଟ କରିଦେଲି, କାହିଁକିନା ଜଲ୍ଦି ରୋଷେଇ କଲେ ପୁଣି ହଜବେଣ୍ଡ ଖାଇକି ବାହାରିବେ ହସ୍ପିଟାଲ। ତ ମୁଁ ମାଛ ଫ୍ରାଏ କରିଥିଲି, ଶାଗ ଭଜା, ଡାଲି। କାହିଁକିନା ନନଭେଜ୍ କଲାବେଳେ ବେଶୀ ନନଭେଜ୍ ଉପରେ ନଜର ରୁହେ, ଅଲଗା ଆଇଟମ୍ ବେଶୀ ନଜର ହୁଏନି, ସେଥିପାଇଁ ମୁଁ ନନଭେଜ୍ କଲାବେଳେ ବେଶୀ କିଛି ଆଇଟମ୍ ବନାଏନି। ତ ମୋର ସବୁ ରୋଷେଇବାସ ଇଆଡ଼େ ଚାଲିଥିଲା, ତା ଭିତରେ ଜଲ୍ଦି ଜଲ୍ଦି ସାରିକି ହଜବେଣ୍ଡ ଖାଇକି ସେ ବାହାରି ଗଲେ। ତ ଟାଇମ୍ ହେଇଯାଇଥିଲା, ତ ମୁଁ ଗାର୍ଗିକୁ ଆଣିବା ପାଇଁ ରେଡ଼ି ହେଇଯାଇଥିଲି। ତ ଗାର୍ଗିକୁ ଆଣିକି ଆସିବି ଆଜି ଜଲ୍ଦି ଜଲ୍ଦି, କାହିଁକି ନା ତା'ର ସ୍କୁଲରେ ଆଜି ଯେହେତୁ ସ୍ପୋର୍ଟସ୍ ଥିଲା, ତା'ର କିଛି ନା କିଛି ଗୋଟେ ଘଟଣା ଘଟିଥିବ। ସେ ପଡ଼ିଥିବ ନହେଲେ କ'ଣ ହେଇଥିବ, ସତକୁ ସତ ସେ ପଡ଼ିଯାଇଛି। ପଡ଼ିକି ବ୍ଲଡ଼ କୁଆଡ଼େ ବାହାରିଛି, ନାକ ଛେଚି ହେଇଯାଇଥିଲା। ତା'ର ଯେଉଁ ମ୍ୟୁଜିକ୍ ଚେୟାର କମ୍ପିଟିସନ୍ ଚାଲିଥିଲା, ତା ଭିତରେ ସେ କେଉଁଠି ପଡ଼ିଯାଇଛି, ନାକ ଛେଚି ଯାଇଥିଲା। ଗୋଡ଼ ହାତ କ'ଣ ପେନ୍ ହେଉଛି, କହୁଛି ମମି ମୋ ଗୋଡ଼ ଟିକେ ଦେଖ ନା, ସାଉଁଳ ନା, କ'ଣ ହେଇଛି, କେତେ ଦୌଡ଼ିଛି ଆଜି। ତ ଗାର୍ଗି ଗାଧୋଇ ପାଧୋଇ ଆସିକି ଡାଇନିଂରେ ବସିଗଲା। ତ ମାଆ ଛୁଆ ଆମେ ଖାଇବାକୁ ରେଡ଼ି ହେଇଗଲୁ। ତ ମୁଁ ଆଜି ପଖାଳ ଖାଇବି, କାଲି ଯେହେତୁ ଗୁରୁବାର ଥିଲା, ଅରୁଆଟା ମୋର ଅଧିକ ହେଇଯାଇଥିଲା, ସେଥିପାଇଁ ଭାବିଲି ଆଜି ପଖାଳ ଖାଇଦେବି। କାହିଁକିନା ସବୁ ସୁଖା ସୁଖା ଆଇଟମ୍ ହେଇଛି, ପଖାଳ ଖାଇଲେ କିଛି ବି ଅସୁବିଧା ନାହିଁ, ତ ଆରାମସେ ଖାଇ ହେଇଯିବ। ଶାଗ ଭଜା ଯେହେତୁ ହେଇଥିଲା, ମାଛ ଫ୍ରାଏ